ଅଛି ପ୍ରଭୁ ମତେ ତାର କଥା କହିବାକୁ ଠିଆ କରିବାର କଣ ଆପଣଙ୍କୁ ଖୁସି କରିଗଲେ କଣ ହବ କଣ ଆପଣ ମୋର ଘର ଚଳାଉଛନ୍ତି ନା ସଉଦା ଆଣି ଦଉଛନ୍ତି ମତେ ମତେ ଚଳାଇବା ଲୋକ ପ୍ରଭୁ ଖୁଆଇବା ଲୋକ ପ୍ରଭୁ ରକ୍ଷା ଦେବା ଲୋକ ପ୍ରଭୁ ଯତ୍ନ ନେବା ଲୋକ ପ୍ରଭୁ ମୁଁ ଆପଣ କାହିଁକି ଡରିବାର ଅଛି ଯାହାକୁ ଡରିବା କଥା ତାକୁ ତାକୁ ଡରିବ ମାଇଣ୍ଡ ଧରିଲେ କାହାକୁ ଡରିବାର ନାହିଁ କାହିଁକି ଆମେ ପ୍ରଭୁଙ୍କ ସପକ୍ଷରେ ଏବେ ପ୍ରଭୁ କଥା ହେବେ କାହା ଦ୍ୱାରା ତାଙ୍କ ଦାସ ମାନଙ୍କ ଦ୍ୱାରା ତାଙ୍କ ବାକ୍ୟ ଦ୍ୱାରା ତାଙ୍କ ଭଗବାନୀ ମାନଙ୍କ ଦ୍ୱାରା ତାଙ୍କ ଆତ୍ମାଙ୍କ ଦ୍ୱାରା କଥା ହେବେ ତେବେ ଆମେ ଯେତେବେଳେ ଠିଆ ହେଉଛୁ ଆମେ ସିଧା କଥା ଟୁ ଦ ପଏଣ୍ଟ ଏଣେ ତେଣେ କଥା ହେବାରେ ସିଧା ପାପ ତୁମକୁ ଧରିବ ପ୍ରତ୍ୟେକ କହିବା ପାଇଁ ଚାହେଁ ଆଜି ଯେତେ ଜଣ ବାକ୍ୟ ଶୁଣୁଛନ୍ତି ମନେ ରଖିଥାନ୍ତୁ ପ୍ରିୟ ମାନେ ଆଜି ପାପ ବିଷୟରେ ପ୍ରଚାର ହେଉନାହିଁ ଆଶୀର୍ବାଦର ପ୍ରଚାର ହଉଛି ଦଣ୍ଡ ବିଷୟରେ ପ୍ରଚାର ହଉନାହିଁ କ୍ରୋଧ ବିଷୟରେ ପ୍ରଚାର ହଉନାହିଁ ପ୍ରଭୁଙ୍କର କ୍ରୋଧ ବିଷୟରେ ନାହିଁ ଖାଲି ପ୍ରଚାର ଆଶୀର୍ବାଦ ଏତେ ଆଶୀର୍ବାଦ ନେଇ କଣ କରିବେ ଏତେ ଆଶୀର୍ବାଦ ନେଇ କଣ କରିବେ ଏବେ ତ ଯେତିକି ଆଶୀର୍ବାଦ ଦେଇଛନ୍ତି ରୋକବାକୁ ଜାଗା ନାହିଁ ଆହୁରି କେତେ ଆଶୀର୍ବାଦ ଦରକାର ବଳକା ଆଶୀର୍ବାଦ ସଇଲେ ସ୍ୱର୍ଗରେ ପାଇଲେ ହବ ନା ନାହିଁ ବଳକା ଆଶୀର୍ବାଦ ସ୍ୱର୍ଗରେ ଦରକାର ନା ସବୁ ଏଠି ଏକା ଦରକାର ମୁଁ କିଛି ମାଗୁ ନାହିଁ ପ୍ରଭୁକୁ କିଛି ମାଗୁ ନାହିଁ କାରଣ ମୋର ପ୍ରଭୁ ବଞ୍ଚିଥିବା ଯାଏ ମୁଇଁ ମରିବି କି ମୋର ପ୍ରିୟ ମାନେ ପ୍ରଭୁ ବଞ୍ଚିଥିବା ଯାଏ ଆମର ଅଭାବ ହବନି ଆମେ ବ୍ୟସ୍ତ ହେବା ଦରକାର ନାହିଁ ପ୍ରଭୁ ଯଦି ମୋର ପ୍ରତିପାଳକ ମୋର ଅଭାବ ହେବ ନାହିଁ ଯଦି ଅଭାବ ହଉଛି ପ୍ରଭୁ ମୋର ପ୍ରତିପାଳକ ହେଇନଥିଲେ ଆମର ଅଭାବ ଲୋକ କହି ବୁଲିବା ଦରକାର ନାହିଁ ଆମର ପ୍ରଭୁ ଅଛନ୍ତି ଯେମାନେ ପ୍ରଭୁଙ୍କ ପାଖରେ ହାତ ପାତିବେ କାହା ପାଖରେ ହାତ ପାତିବା ପାଇଁ ପଡିବନି ତେଣୁ ପ୍ରଭୁଙ୍କ ପାଖରେ କାନ୍ଦିବେ କାହା ପାଖରେ କାନ୍ଦିବା ପାଇଁ ପଡିବ ନାହିଁ ଯେମାନେ ପ୍ରଭୁଙ୍କ ପାଖରେ ଆଣ୍ଠେଇବେ ଦୁନିଆର କାହାର ପାଖରେ ବି ଠିଆ ହେଇପାରିବେ କେତେ ବଡ ଲୋକ ହଉ ତା ସାମ୍ନାରେ ଯାଇ ଠିଆ ହେଇପାରିବେ ପ୍ରଭୁ ସକ୍ଷମ କରିବେ ପ୍ରଭୁ ଆପଣମାନଙ୍କୁ ଅନୁଗ୍ରହ କରନ୍ତୁ ଦାନିଏଲ ପ୍ରାର୍ଥନା କରି ସିଂହ ଗର୍ତ୍ତର ଗଲା ସେ ସିଂହ ବି ଖାଇପାରୁନି ଚୁପ୍ ହେଇକି ବସୁଛି କାହିଁକି ଦାନିଏଲ ଯେ ସିଂହକୁ ନିର୍ମାଣ କରିଛନ୍ତି ତାଙ୍କୁ ଠାରୁ ପ୍ରାର୍ଥନା କରି ଯାଇଛନ୍ତି ତାଙ୍କୁ ପ୍ରଣାମ କରି ଯାଇଛନ୍ତି କୋଉ ସିଂହ ତାଙ୍କୁ ମିଳିବ ତେଣୁ ଆପଣ ପରିସ୍ଥିତିକୁ ଦେଖନ୍ତୁ ନାହିଁ ପ୍ରଭୁଙ୍କୁ ଦେଖନ୍ତୁ ମୋର ପ୍ରିୟ ଭାଇ ଭଉଣୀ ମାନେ